ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ତୃତୀୟ ଶ୍ରେଣୀ ଭାଷା ମହକ ବହିର ପାଠ 10 ହକି ଖେଳ ଆମ ଭାରି ବଢ଼ିଆ ପାଠର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଭଲ ଭାବରେ ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ଅଭ୍ୟାସ କାର୍ଯ୍ୟକୁ ଆମେ ଆଲୋଚନା କରିବା। ଏଠାରେ ଲେଖା ହେଇଛି 1 ନମ୍ବର, ତୁମେ କେଉଁ ସବୁ ଖେଳ ଖେଳିଥାଅ? ଏହାର ଉତ୍ତର ଆମେ ଲେଖିବା, ଆମେ କବାଡ଼ି, ଖୋଖୋ, କ୍ରିକେଟ ଏସବୁ ଖେଳ ଖେଳିଥାଉ। 2 ନମ୍ବର, କେତେଜଣ ହକି ଖେଳାଳିଙ୍କ ନାମ କୁହ? ଦିଲ୍ଲୀପ ତିର୍କି, ଧ୍ୟାନଚାନ୍ଦ, ଜାଫର ଇକବଲ, ଅଜିତ ପାଲ ସିଂହ ଏ ସମସ୍ତ ହକି ଖେଳାଳି ଅଟନ୍ତି। 3, ହକି ଖେଳରେ ଯେପରି ବଲ୍ ବ୍ୟବହାର କରାଯାଏ, ସେପରି ଆଉ କେଉଁ ଖେଳରେ ବଲ୍କୁ ବ୍ୟବହାର କରାଯାଏ? ଏହାର ଉତ୍ତର ଲେଖିବା, କ୍ରିକେଟ, ଭଲିବଲ, ବାସ୍କେଟବଲ, ବେସବଲ, ଟେବୁଲ ଟେନିସ୍ ଖେଳରେ ବଲ୍କୁ ବ୍ୟବହାର କରାଯାଏ। 4 ନମ୍ବର ପ୍ରଶ୍ନ, କେଉଁ ଖେଳ ପାଇଁ ଅଧିକ ସଂଖ୍ୟକ ଖେଳାଳି ଦରକାର ହୁଅନ୍ତି? ଏହାର ଉତ୍ତର ଲେଖିବା, ହକି, କ୍ରିକେଟ, କବାଡ଼ି, ଭଲିବଲ ଖେଳ ପାଇଁ ଅଧିକ ସଂଖ୍ୟକ ଖେଳାଳି ଦରକାର ହୁଅନ୍ତି। ତାପରେ ଚିନ୍ତା କର ଓ ଲେଖ। ଚିନ୍ତା କର ଓ ଲେଖ। ଏଠି ଖେଳରେ ଏକତା ହିଁ ବଳ କୁହାଯାଏ, କାହିଁକି? ଏହା ଉତ୍ତର ଲେଖିବା, ଏକାଠି ହୋଇ ଖେଳିବା ଦ୍ୱାରା ଦଳ ମଧ୍ୟରେ ସହଯୋଗିତା ବଢ଼ିଥାଏ ଓ ସଫଳତା ପାଇଁ ଅଧିକ ସାହସ ହୋଇଥାଏ। ଏଠି ଲେଖିବା 2 ନମ୍ବର, ହକି ଖେଳ ପାଇଁ ସୁନ୍ଦରଗଡ଼ର ସୁନାମ କାହିଁକି ରହିଛି? ଉତ୍ତର ଲେଖିବା, ସୁନ୍ଦରଗଡ଼ ଜିଲ୍ଲାରେ ଅଧିକାଂଶ ଖେଳାଳି ହକି ଖେଳରେ ଭାଗ ନେଇ ବିଜୟ ଲାଭ କରିଥିବାରୁ ଓଡ଼ିଶା ତଥା ବିଶ୍ୱରେ ସୁନାମ ଆଣିଥିବାରୁ ସୁନ୍ଦରଗଡ଼ର ସୁନାମ ରହିଛି। 3 ନମ୍ବର, ତୁମେ ଖେଳରେ ହାରିଗଲେ କ'ଣ କରିବ? ଏହାର ଉତ୍ତର ଲେଖିବା, ମୁଁ ଖେଳରେ ହାରିଗଲେ ଆଦୌ ମନ ଦୁଃଖ ନ କରି ପୁନର୍ବାର ଭୁଲକୁ ସଂଶୋଧନ କରି ଖେଳ ଅଭ୍ୟାସ କରି ପ୍ରତିଯୋଗିତାରେ ଭାଗ ନେବି। 4 ନମ୍ବର, ତୁମ ବିଦ୍ୟାଳୟରେ ତୁମ ସାଙ୍ଗମାନଙ୍କ ସହ ମିଶି ଦଳଗତ ଭାବେ କେଉଁ ସବୁ ଖେଳ ଖେଳିଥାଅ? ଏହା ଉତ୍ତର ଲେଖିବା, ମୁଁ ବିଦ୍ୟାଳୟରେ ସାଙ୍ଗମାନଙ୍କ ସହିତ ମିଶି ଦଳଗତ ଭାବରେ କ୍ରିକେଟ, ଲୁଚକାଳି, ଛୋଟିପାରା, ଖୋଖୋ, ବୋହୁଚୋରି ଆଦି ଖେଳ ଖେଳିଥାଏ। ଚିତ୍ରକୁ ଦେଖି ଖେଳର ନାମ ଲେଖ। ଏଠାରେ କିଛି ଚିତ୍ର ଦିଆଯାଇଛି, ସେ ଚିତ୍ରକୁ ଦେଖି ଖେଳର ନାମ ଲେଖିବା। ପ୍ରଥମ ଚିତ୍ରରେ ଏଠି ପିଲାମାନେ ଖେଳୁଛନ୍ତି, ଇଏ ହେଉଛି କବାଡ଼ି ଖେଳ। ତେଣୁ ଏଠି ଆମେ ଲେଖିବା କବାଡ଼ି, ଖେଳର ନାମ କବାଡ଼ି ଖେଳ। ତାପରେ ଏଠି ଅଛି ସାପ ସିଡ଼ି, ମାନେ ଏଠି ଗୋଲ ଗୋଲ କରାଇ ରଖାହେଇଛି। ଏଠି ଏଇଟା ହେଉଛି ଲୁଡ଼ୁ ଖେଳ। ଲୁଡ଼ୁ, ଇଏ ହେଉଛି ଲୁଡ଼ୁ ଖେଳର ଚିତ୍ର। ତାପରେ ଦେଖିବା ହକି ଖେଳ। ଇଏ ହେଉଛି ଆମର ହକି, ଆମ ଜାତୀୟ ଖେଳ ହକି। ତେଣୁ ଇଏ ହେଉଛି ହକି। ଏଇଠି ହେଉଛି ପୁଚି ଖେଳ। ଲେଖିଦେବା ପୁଚି, ପୁଚି ଖେଳ ବୋଲି ଲେଖିଦେବା। ତାପରେ ଆଗକୁ ଯିବା, ଦେଖ ପିଲାମାନେ, ଏଠାରେ ଭାଷାର କଥା। ଭାଷାର କଥା ତଳେ ଦିଆଯାଇଥିବା ଶବ୍ଦ ପରି ସମତାନ ଶବ୍ଦ ଲେଖି ଶୂନ୍ୟସ୍ଥାନ ପୂରଣ କର। ଯେପରି ରୀତିନୀତି, ସେହିଭଳି ବାଡ଼ି ଦେଇଛି, ତାକୁ ସମତାନ କ'ଣ ହେବ? ଲେଖିବା ସମତାନ, ବାଡ଼ି ଧାଡ଼ି, ବାଡ଼ି ଧାଡ଼ି ଲେଖିବା, ଧାଡ଼ି, ବାଡ଼ି ଧାଡ଼ି। ତାପରେ ପଡ଼ି ଖଡ଼ି, ପଡ଼ି ଖଡ଼ି, ସମତାନ ଏକା ଭଳି ଶୁଣାଯାଉଥିବ, ଖଡ଼ି। ତାପରେ ପଟ, ପଟର କ'ଣ ଲେଖିବା?
ଖଟ, ପଟ ଖଟ, ପାହାରେ ବାହାରେ, ପାହାରେ ଲେଖିବା ବାହାରେ, ପାହାରେ ବାହାରେ। ଶବ୍ଦରୁ ମାତ୍ରାକୁ କାଟି ନୂଆ ଶବ୍ଦ ଗଢ଼। ଏଠି ଖିଲ ଲେଖା ହେଇଛି, ତାକୁ ଆମେ ହସେଇକାର ମାତ୍ରା କାଟି ଖଲ ଲେଖିଦେବା। ସେଭଳି ବେଗ ବରେ ଏକାର ମାତ୍ରା କାଟିଲେ ହବ ବଗ, ବଗ। ତାପରେ ଏଠି ମାନ ଲେଖା ହେଇଛି, ତାକୁ ଆକାର ମାତ୍ରା କାଟିଲେ ହବ ମନ, ହବ ମନ। ଏଠି ବେଳ ଲେଖା ହେଇଛି, ଏକାର ମାତ୍ରା କାଟିଲେ ହବ ବଳ। ତାପରେ ଆଗକୁ ଯିବା, ଶବ୍ଦ ସରିଲା। ଅତିରିକ୍ତ କାମ। ତଳେ ଯାଇଥିବା ଖେଳ ମଧ୍ୟରୁ ଘରେ ବାହାରେ ଖେଳାଉଥିବା ଖେଳକୁ ତଳ ସାରଣୀ ଅନୁଯାୟୀ ପୂରଣ କର। ଏଠି କିଛି ଖେଳର ନାଁ ଲେଖା ହେଇଛି। ସେ ଖେଳ ମଧ୍ୟରୁ କେଉଁ ଖେଳ ଘର ଭିତରେ ଖେଳାଯାଏ ଏବଂ କେଉଁ ଖେଳ ଘର ବାହାରେ ଖେଳାଯାଏ ତାକୁ ଆମେ ଲେଖିବା। ଏଠି ଆମେ ଜାଣିଛେ ଫୁଟବଲ, ଫୁଟବଲ ଘର ବାହାରେ ଖେଳାଯାଏ, ତେଣୁ ଏ ପ୍ରଥମେ ଲେଖିବା ଘର ଭିତରେ ଖେଳାଯାଉଥିବା ଖେଳ। ଦ୍ୱିତୀୟରେ ଲେଖିବା ଘର ବାହାରେ ଖେଳାଯାଉଥିବା ଖେଳ। ଏଠି ଫୁଟବଲ ହବ ଘର ବାହାରେ ଖେଳାଯାଉଛି, ଫୁଟବଲ ଆମେ ଲେଖିଦେବା ଫୁଟବଲ। ତାପରେ ଟେବୁଲ ଟେନିସ୍, ଟେବୁଲ ଟେନିସ୍, ଟେବୁଲ ଟେନିସ୍ ମଧ୍ୟ ଘର ଭିତରେ ଖେଳାଯାଉଛି। ଟେବୁଲ ଟେନିସ୍ ଆମେ ଘର ଭିତରେ ଲେଖିବା ଟେବୁଲ ଟେନିସ୍। ତାପରେ ଆସିବା କ୍ୟାରମ୍, କ୍ୟାରମ୍ ମଧ୍ୟ ଘର ଭିତରେ ଖେଳାଯାଉଛି, ତେଣୁ କ୍ୟାରମ୍ ଏଠି ଲେଖିବା କ୍ୟାରମ୍। ତାପରେ ଲୁଡ଼ୁ ଅଛି, ଲୁଡ଼ୁ ବାହାରେ ଘର ଭିତରେ ଖେଳାଯାଉଛି, ଲୁଡ଼ୁ ମଧ୍ୟ ଘର ଭିତରେ ଖେଳାଯାଉଛି, ଲୁଡ଼ୁ ଲେଖିଦେବା। ତାପରେ କ୍ୟାରମ୍ ହେଲା, ଲୁଡ଼ୁ ହେଲା। ତାପରେ ଆଉ କ'ଣ ଅଛି, ତାପରେ ଏଠି ଆମେ ଦେଖିବା କ୍ରିକେଟ୍ ବାହାରେ ଖେଳାଯାଉଛି, ତେଣୁ ଏଠି କ୍ରିକେଟ୍ ଲେଖିବା କ୍ରିକେଟ୍। ତାପରେ ହକି ବାହାରେ ଖେଳାଯାଉଛି, ଲେଖିଦେବା ହକି। ଖୋଖୋ ବାହାରେ ଖେଳାଯାଉଛି, ଲେଖିଦେବା ଖୋଖୋ, ଖୋଖୋ। ଏଇଭଳି ଖେଳ ବାହାରେ ଖେଳାଯାଉଥିବା ଖେଳକୁ ଆମେ ଲେଖିବା, ଘର ଭିତରେ ଖେଳାଯାଉଥିବା ଖେଳକୁ ମଧ୍ୟ ଲେଖିବା। ତାପରେ ଆଗକୁ ଯିବା, ତୁମର ପ୍ରିୟ ଖେଳ କ'ଣ? ଏହି ଖେଳ ବିଷୟରେ 4 ଧାଡ଼ି ଲେଖ। ତୁମର ପ୍ରିୟ ଖେଳ କ'ଣ ପିଲାମାନେ ଲେଖିବ। ତୁମ ମନକୁ କେଉଁ ଖେଳ ବା ତୁମକୁ କେଉଁ ଖେଳ ଭଲ ଲାଗେ ଲେଖିବ। ମୁଁ ଏଠି ଲେଖୁଛି, ମୋର ପ୍ରିୟ ଖେଳ ହେଉଛି କ୍ରିକେଟ୍। ଏଥିରେ 2 ଦଳ ଖେଳନ୍ତି, ଗୋଟିଏ ଦଳରେ 11ଟି ଖେଳାଳି ରୁହନ୍ତି। ଏଥିରେ ଗୋଟିଏ ଦଳ ବ୍ୟାଟିଂ କରନ୍ତି, ଅନ୍ୟ ଦଳ ବୋଲିଂ କରନ୍ତି। ତଳେ ଯାଇଥିବା ଚିତ୍ରଟିକୁ ତୁମ ପସନ୍ଦ ଅନୁସାରେ ରଙ୍ଗ ଦିଅ। ଏଠି ଛବି ଦିଆଯାଇଛି, ତୁମ ପସନ୍ଦରେ ଏଠି ରଙ୍ଗ ଦେବ। 3. ନିମ୍ନରେ କେତେକ ଖେଳାଳିଙ୍କ ଫଟୋ ଚିତ୍ର ଦିଆଯାଇଛି। ଖେଳାଳିଙ୍କୁ ଦେଖି ସେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଲେଖ। ଏଠି କ୍ରିକେଟ୍ ଦେଇଛି, ଦେବାଶିଷ ମହାନ୍ତି। ତାପରେ ଏଠି ପଦ୍ମିନୀ ରାଉତ। ପଦ୍ମିନୀ ରାଉତ କ'ଣ କାହିଁକି ପ୍ରସିଦ୍ଧ? ପଦ୍ମିନୀ ରାଉତ ଚେସ୍ ଖେଳରେ, ଚେସ୍ ଖେଳାଳି ପଦ୍ମିନୀ ରାଉତ। ତାପରେ ଇଏ ହେଉଛି ଚେସ୍ ଖେଳାଳି। ତାପରେ ଅଛି ଶ୍ରାବଣୀ ନନ୍ଦ। ଶ୍ରାବଣୀ ନନ୍ଦ ଦୌଡ଼ାଳି, ଜଣେ ଦୌଡ଼ାଳି, ଲେଖିବା ଦୌଡ଼ାଳି, ଦୌଡ଼ାଳି। ତାପରେ ଆଗକୁ ଯିବା, ଏଠି ପ୍ରମୋଦ ଭଗତ। ପ୍ରମୋଦ ଭଗତ ବ୍ୟାଡ଼ମିଣ୍ଟନ ପାଇଁ ପ୍ରସିଦ୍ଧ ଅର୍ଜନ କରିଛନ୍ତି, ବ୍ୟାଡ଼ମିଣ୍ଟନ। ତାପରେ ଆସିଲା ପାୟଲ ନାଗ। ପାୟଲ ନାଗ ଇଏ ଧନୁର୍ଧାରୀ ପାଇଁ ପ୍ରସିଦ୍ଧ ହୋଇଛି, ଧନୁର୍ଧାରୀ। ଏଠି ଆସ କହିବା। ପିଲାଟି କହୁଛି ମୋର ନାମ ମିତା,
ତୁମର ନାମ କ'ଣ? ପିଲାଟି କହୁଛି ମୋର ନାମ ମିତା। ତୁମର ନାମ କ'ଣ? ତୁମେ ତୁମ ନାଁ କ'ଣ ହେଇଥିବ ତାକୁ ବର୍ଣ୍ଣନା କରିବ, ଲେଖିବ। ତୁମ ନିଜ ନାଁଟି ଲେଖିବ। ମୁଁ ପ୍ରତିଦିନ ସଞ୍ଜବେଳେ ମୋ ସାଙ୍ଗଙ୍କ ସହ ଖେଳିଥାଏ। ତୁମେ କେତେବେଳେ ଓ କାହା ସହିତ ଖେଳ? ଏଠି ଆମେ ଲେଖିଦେବା। ତାପରେ ଖେଳିବା ଦ୍ୱାରା ଏଠି କ'ଣ କହୁଛି? ଆଉ ଜଣେ, ମୋତେ ଲୁଚକାଳି ଖେଳ ଭାରି ଭଲ ଲାଗେ। ତୁମକୁ କେଉଁ ଖେଳ ଭଲ ଲାଗେ? ପିଲାଟି କହୁଛି ତୁମକୁ ଯେଉଁ ଖେଳ ଭଲ ଲାଗେ ତାହାକୁ ତମେ ବର୍ଣ୍ଣନା କରିବ। ଖେଳିବା ଦ୍ୱାରା ମୋର ଶରୀର ଦୃଢ଼ ଓ ଫୁର୍ତ୍ତି ହେଉଥିବା ମୁଁ ଅନୁଭବ କରିଥାଏ। ତୁମକୁ କିପରି ଲାଗେ ତୁମେ ବର୍ଣ୍ଣନା କରି ଲେଖିବ। ଆସ ଲେଖିବା। ପ୍ରାଥମିକ ଚିକିତ୍ସା ବାକ୍ସରେ ଥିବା ଜିନିଷ ଗୁଡ଼ିକ ନାମ ଲେଖ। ପ୍ରାଥମିକ ଚିକିତ୍ସା ବାକ୍ସରେ କ'ଣ କ'ଣ ଜିନିଷ ରହେ? ତାର ନାଁ